ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରୁ ମିଳିଲା 8 ଲକ୍ଷ ଟଙ୍କା ଓ 390 ଗ୍ରାମ ସୁନା। ଗତ 20 ତାରିଖରେ ବିଶ୍ରା ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ଅସିତ ପଟ୍ଟନାୟକ କାର୍ଯ୍ୟାଳୟରେ ଏକ ପ୍ରାଇଭେଟ୍ ଗାଡ଼ି ଭଡ଼ା ଲଗାଇବା ପାଇଁ ଗାଡ଼ି ମାଲିକଙ୍କ ଠାରୁ 18,000 ଟଙ୍କା ଲାଞ୍ଚ ମାଗି ରାଉରକେଲା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ 4ଟି ସ୍ଥାନକୁ ନଜରକୁ ଆଣିଥିଲା। ପ୍ରଥମେ ତାଙ୍କର ରାଉରକେଲାର ବାସନ୍ତୀ କଲୋନୀ ସ୍ଥିତ ବାସଗୃହକୁ ଚଢ଼ାଉ କରି 8,37,000 ଟଙ୍କା ନଗଦ କ୍ୟାସ୍ ପାଇଥିବା ବେଳେ ଭିଜିଲାନ୍ସ ଟିମ୍ ଘରୁ ପ୍ରାୟ 390 ଗ୍ରାମ ସୁନା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇପାରିଛି। ଧରାପଡ଼ିଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ 34 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଦେଖନ୍ତୁ ତାରି ଚିତ୍ର। ब्यूरो न्यूज ओडिशा कथा यूट्यूब चैनल टी को आपण माने देखुछंती मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।